बढ़ीगला यही भितर थी यहीटा लगे ये कि बोतल देखिए किए कहीपर है कमेंट करी कह यहाँ कि बोतल देखिए के जन ठीक आंसर कहीपर ये कि बोतल कह देख भलसे देखी दियो है ये कि बोतल कह चलो हेलो सांग मैंने गोटे नुआ फ्रेश ब्लॉग को आपको स्वागत काली गला राखी पूर्णिमा है तो आज सिलु जीव से कॉलेज रू आसला तो चलो से फोन करता छाड़ दी आसवा आगुरी मुझे दुकान देखी दूसरी मुझे आसले 2 दिन है तुमको कि दुकान देखेनी है गछगुड़ा सब मुझे लगे गछगुड़ा सब मुझे लगे एटा मुझे लगे यहाँ होगला यहाँ सब पत्र गुड़ा मानने जाइए थोड़ा आउ थे पुणी है कंचे यही पत्र गुड़ा बढ़िया देखा जाए आउ मनी प्लांटा भी लगे यहाँ बढ़ीगला यही भितर थी यहीटा लगे यहाँ कि बोतल देखिए किए कहीपर है कमेंट करी कह यहाँ कि बोतल देखिए के जन ठीक आंसर कहीपर यहाँ कि बोतल कह देख भलसे देखी दियो है यहाँ कि बोतल कह है चलो ये देख ये अच्छे चलो मित्र को जाइए देखिए लाइटा टे दे दो देखी देखीद मो मुहटा टे देखा देखा भल से ये देखीदे तो चलो देखी दिखाँ तो चलो आम जा छाड़ा छाड़ी आसले तो देखिए आ चलो जा ए देख आज शेष लास्ट डेट ये कॉलेज पढ़ाई जीवन में जाऊँ तुम कॉलेज बसटा कि रवींद्र चलो कॉलेज देखिए पहुँच आगुआड़ छाड़ुँ एगट पड़े रहा ना सीधा पड़े रखी दे तले कॉलेज 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 साइन मारियो तापर भीतर पशियो चलो जा कॉलेज से ये रास्ता टे कम कर दूना भल से दिन गोटे आसला ये पड़ा पूरा खसड़ी ये पड़गला ये ओहो 3 जन अच्छा तू आसचु बस चल पड़ा पड़ा ये बाय बाय कर दे यहाँ तार रूमटा कॉलेज चल आम एथर बैक करना जा तुम केटे खाती है चलो कॉलेज नर्सिंग कॉलेज ऑफ नर्सिंग सब आ गए बिल्डिंग ना चलती से गोटे कौन हम बोधे सब भल रास्ता देखुन के खराब रास्ता टे करना कौन करमि सब भल रास्ता देखला बेलू खराब लज्जा लज्जा ओ चलो चलो हमको ये साइन कर गोटे अन्ना ये नहीं आस
ହଁ ଯିଏ ଆସିବ ସେ ବି ସାଇନ୍ କରିବ, ଯିଏ ଯିବ ସେ ବି ସାଇନ୍ କରିବ। ଏଠି ଡେଟ୍ଟା, ଆପଣଙ୍କ ନାଁଟା, ମୋବାଇଲ୍ ନମ୍ବର, ଡେଟ୍ଟା ଆଜି କେତେ 20। 20। ଅଧିକ ସେ ପକେଇବାନି। ଟାଇମ୍ଟା ଏଇ 7ଟା 8ଟା ହେବ। 8ଟା ହେବ। 8ଟା ହେବ। ସିଗ୍ନେଚରଟା ସେଇଠି ଆଉ। ଚାଲ ସେ ସେଠି ସାଇନ୍ ସିଗ୍ନେଚର୍ ନ କଲେ ସେମାନେ ଛାଡ଼ିବେ। ସେପଟେ ଗୋଟେ ସ୍କୁଲ ଅଛି। ଚାଲ ଆମର ତ ସ୍କୁଲ ଯିବାର ନାହିଁ, ଆମେ କଲେଜ ଆସିଥିଲେ। ଚାଲ ଆମେ ଏବେ ପଳେଇବା। ବଢ଼ିଆ ପୁରା ଫାଙ୍କା ଫାଙ୍କା ରାସ୍ତା। ଗାଡ଼ି ଫାଡ଼ି ଶିଖିବାକୁ ହେଲେ ଏଇଆଡ଼େ ଆସିବ ତ ବଢ଼ିଆ। ମାନେ ଏଠି ପୁରା ଫାଙ୍କା ରାସ୍ତା ନା, ଏଠି କେହି ବି ନାହାନ୍ତି, ଆରାମସେ ଶିଖିବ। ଚାଲ ଆମେ ଗଲେ ତାପରେ ଦେଖିବା ଆଉ। ଦେଖ ଏଇଟା ଗଲାବେଳକୁ ତାଙ୍କ କଲେଜକୁ ଗଲାବେଳକୁ ମୁଁ ଦେଖିନଥିଲି, ଆଇଲା ଦେଖୁ ତ ଲେଖିଛି ମୋ କେଉଁଝର ହେଲା। ବଢ଼ିଆ ପାର୍କ ଗୋଟେ ହେଇଛି, ସେପଟେ ଅଛି ସବୁ ଇଏ ହେଲା। ଚାଲନ୍ତୁ ଆଗକୁ ଟିକେ ଦେଖିଦେଉଛି। ମାନେ ଯେଉଁ ଗୋଟେ ସକାଳୁ ସକାଳୁ ଆସିକି ଟିକେ ଏକ୍ସରସାଇଜ୍ କରିବା ପାଇଁ ସେପଟେ ସବୁ ତାଙ୍କର ଅଛି। ଏଇଟା ଦେଖ ଏକ୍ସରସାଇଜ୍ କରିବା ପାଇଁ ଏଠି ଆସିକି ବି କରନ୍ତି। ଏବେ ତ ଟାଇମ୍ ଓଭର ହେଇଗଲାଣି, ଆଉ ଆସିବ କି? ସକାଳୁ 5ଟା 6ଟା ଭିତରେ ଆସିବ ଯଦି ଏଠି ଦେଖିବ। ମୁଁ ଭିତରକୁ ଯାଉନି, ଭିତରକୁ କେଉଁଦିନ ଯଦି ଆସେ ଟାଇମ୍ ହୁଏ ତାହେଲେ ଯିବି। ସକାଳଟାରୁ ଭୋକ ଲାଗିଲାଣି, ସେଇଥିପାଇଁ ମୁଁ ଯାଉଛି ଆଗେ ପଳେଇବି। ଚାଲ ଯିବା। ହେଲେ ସାଙ୍ଗମାନେ ଆମର ଛଡ଼ାଛଡ଼ି କାମ ସାରିକି ମୁଁ ଏବେ ଟିକେ ଯାଉଛି। ଆମର ଯେଉଁ ଗଛ ଗୁଡ଼ା ଥିଲା, ଯେଉଁ ଭଡ଼ା ଘରେ ଅଛି ନା, ସେ ଅଳିଆ ଭଳିଆ ଗଛ ଗୁଡ଼ା ଥିଲା, ଆଉ ନେଇକି ଯାଉଛି ସବୁ ଗୋଟେ ଇଏରେ, ଗୋଟେ ଛାତ ଉପରେ ରଖିବୁ, ଆର ଘରେ ଛାତ ଉପରେ ଆଉ ଧରିକି ଆସୁଛନ୍ତି ସେ ପଛପଟରେ। ଦେଖାଉଛି କେତେ ବଢ଼ିଆ ବଢ଼ିଆ ଗଛ ସବୁ ଅଛି। ଚାଲ ଛାତ ଉପରେ ରଖାଯିବ। ଏଇ ଦେଖ ଆମର ଗଛ ଆସିଗଲାଣି। ଚାଲ ଆମେ ଟିକେ ରହିବା। ଏଇ ଗେଟ୍ ଖୋଲ। ଏଇଟା ସବୁ ଉଠିବା ଛାତ ଉପରକୁ, ତାପରେ ଯିବା ଘରକୁ ପୁଣି ଆଉ। ଚାଲ ସାଙ୍ଗମାନେ ଆମର ଟେକା ଟୁକି ସରିଗଲା। ଗରମରୁ ଜାଣିପାରୁଥିବେ କ'ଣ ଅବସ୍ଥା କେମିତି। ସାଙ୍ଗମାନେ ଏବେ ମୁଁ ଘରକୁ ଯାଇଥାନ୍ତି, କିନ୍ତୁ ଘରକୁ ଯିବିନି, ନା ରେଲୱେ ଷ୍ଟେସନ୍ ଯିବି। ଆମ କମ୍ପାନୀରୁ ଜଣେ ସାର୍ ଆସିବେ ତ, ତାଙ୍କୁ ଆଣିବାକୁ ଯିବି। ସେ ପହଞ୍ଚିଲେଣି। ଚାଲ ଆଣି କେଉଁଝର ରେଲୱେ ଷ୍ଟେସନ୍ ମୁଁ ଦେଖାଉଛି। ଦେଲେଣି ଏପଟୁ 2ଟା ରାସ୍ତା ଅଛି, ଏପଟରୁ ଗୋଟେ ଅଛି, ଏପଟରୁ ଗୋଟେ ଅଛି। ଏ ବାଡ଼ିରୁ ଆସିଲେ ବି ହେବ, ଏପଟୁ ଆସିଲେ ବି ହେବ। ଭାଙ୍ଗିକି ଗୋଟେ କ'ଣ କରୁଛନ୍ତି ବୋଧେ। ତା ସ୍ଲୋ କ'ଣ ଜାଣିପାରୁନୁ କିଛି। ଗୋଟେ ପଶିବନି, ଏଠି ଯିବନି। ଧରି ଭାଙ୍ଗି ଦେଇଛନ୍ତି। କାମ ଚାଲିଛି, ନୂଆ ରୋଡ ବନା ହଉଛି, ପୁରା ମସ୍ତ ହେଲା। ଓ ଆମେ ଭିତରକୁ ଯିବା। ହେଉଛି ଷ୍ଟେସନଟା। ସେପଟେ ଗୋଟେ କ'ଣ ଲାଗିଛି, ଟ୍ରେନ୍ ମଧ୍ୟ ଲାଗିଛି ଗୋଟେ। ବା କୁଆଡ଼େ ଗଲା? ହଁ ଟ୍ରେନ୍ଟେ ଲାଗିଛି ସେପଟେ। ଚାଲ ସେପଟକୁ ଯିବାକୁ ନା, ଉପର ବାଡ଼ି ଯିବାକୁ ପଡ଼ିବ। ହଁ ସେ ଆସିନାହାନ୍ତି। ଚାଲ ମୁଁ ଆଜି ସେ ଟ୍ରେନ୍ ଭିତରକୁ ଯାଇକି ତ ମୁଁ ଦେଖାଉଛି। ଏଇଟା ଛାଡ଼ିବ କେତେବେଳେ କି? ଏଟା ଏଇନା ଛାଡ। ଏଇନେ ନା 12ଟା ହେଇଯିବା। ଚାଲ ଏଇପଟେ ଯିବାକୁ ପଡ଼ିବ ସେପଟକୁ। ସେ କୋଉଠି ହେଇଛି? ଚାଲ ଏଟା ଯାଏ ଭୁବନେଶ୍ୱର ଟ୍ରେନ୍ ନୁହଁ। ଉପରକୁ ଯାଇକି ଦେଖ। ମୂର୍ଖ, 1.5 ଘଣ୍ଟା ଲାଗେ। ଏପଟେ ଆସେ। ହଁ ଯେ ସେ ଆସିକି ପଳେଇଥିବେ। ପାଗଳ ତୁ ଗୋଟେ, ବୁଝିପାରୁନୁ ଓଡ଼ିଆ। ଚାଲ କେହି ଟ୍ରେନ୍ରେ ଗୋଟେ ବି ମଣିଷ ନାହାନ୍ତି, ଖାଲି ଛିଡ଼ା ହେଇଛି। ଚାଲ ସେପଟେ ଗୋଟେ ମାଲବାହୀ ଟ୍ରେନ୍ଟା ଲାଗିଛି। ଆଗରେ ଗୋଟେ ଛିଡ଼ା ହେଇଛି। ସିଆଡ଼ୁ ଗୋଟେ ଆଉଛି, ଇଆଡ଼ୁ 2ଟା ଯାଉଛି। ଚାଲ ଟ୍ରେନ୍ ଷ୍ଟାର୍ଟ ହେଇଗଲା, ଆମେ ଓହ୍ଲେଇଯିବା। ସେପଟେ ଆଉ ଗୋଟେ ଥିଲା, ସେପଟେ ଥିଲା ଗୋଟେ, କିନ୍ତୁ ସେଇଟା ନାହିଁ, ଏବେ ବନ୍ଦ ହେଇଯାଇଛି। ସେଇଟା ଭାଙ୍ଗିକି ପଡ଼ିଛି ଅଧା। କୋଉମାନେ ଆସିକି ସବୁ ଏମିତି ଚଢ଼ିକି ଆରପଟକୁ ଯାଇଛି, ଟିକେ କହିବ ତ। ଚାଲ କ'ଣ ଟ୍ରେନ୍ରେ ବସିଛ କହିବ। ବହୁତ ଲୋକ ଏମିତି ବି ଥିବେ ବସିନଥିବେ ଟ୍ରେନ୍ରେ। ଚାଲ ଭିତରକୁ ଯାଇକି ଦେଖାଉଛି। ଷ୍ଟେସନ୍ ଯାଇଥିଲୁ, କ'ଣ ପାଇଁ ଦେଖେଇ ହେଲାନି ମୁଁ କହିବି ଆଗକୁ ହେଲା। ଚାଲ ଦେଖିବା। ଆମେ ସ୍କୁଲରେ ଆମେ ଚାବି ଦେଇ ଘରେ ପଳେଇଛୁ। ରେବ ଆସିକି ପୁରା ରାଗିଗଲାଣି। ଏଇନା ଉଠେଇଥିଲା ପୁରା ବୁଟ ଫୁଟ ଫିଙ୍ଗିଥାନ୍ତା ମୋ ଉପରକୁ। ନେ ଖୋଲ। ସେ ପୁରା ରାଗିକି ଅଛି ହେଲା। ସ୍କୁଲରେ ଆସିକି ଅଧଘଣ୍ଟା ହେଲାଣି ଏଇଠି ବସିଛି। ଦେଖେ ମୁହଁଟା ଟିକେ ନାଲି ପଡ଼ିଯାଇଛି। ସେ ତାଲା ପକେଇ ଦେଇକି ପଳେଇଥିଲା ଘରେ। ତ ଚାଲ ଯିବା ଟିକେ ଗାଧୋଇ ପାଧେଇକି ଟିକେ ଖାଇବା କରିବା, ତାପରେ ମୁଁ କହିବି କ'ଣ ପାଇଁ ଷ୍ଟେସନରେ ଭିଡ଼ିଓ ଦେଖେଇ ହେଲାନି ହେଲା। ଖାଇଦେବା 2ଟା। ଆଜି ପଖାଳ ତ କିନ୍ତୁ ବଢ଼ିଆ ହେଇଛି।
ବାଇଗଣ ପୋଡ଼ାଟା ହେଇଛି, ସୋୟାବିନଟା ହେଇଛି। ବାଇଗଣ ପୋଡ଼ା ମୁଁ ମାସେ ତଳେ ଖାଇଥିଲି, ମାସେ ପରେ ହେଲାଣି। 15-16 ତାରିଖ ଦିନ ଖାଇଥିଲେ, ତାପରେ ଆଉ ଆମେ ବାଇଗଣ ପୋଡ଼ା ଖାଇନି। ଆଜି ଫାଷ୍ଟ ଖାଉଛି। ହଁ ନା ନା ମାନେ ଦୀର୍ଘ ସମୟ ପରେ, 30 ଦିନ ପରେ। ଆଉ ଗୋଟେ ଘୁଷୁରୀ ଏଠି ବସିଛି, ଯେ ପଖାଳ ଖାଏନି, ସେ ଛୁଇଁବନି। ଯୋଉଠି ଦେଖିବ ତାକୁ ପୁରୁ ପଖାଳ ଛାଟିବ, ତୁରାଣୀ ତାପରେ ଚାଟିବ। ମାନେ ଟିକେ ଦଳିଦିଅ ନା ନା, ତମେ ଦଳିଲେ ଟିକେ ଟେଷ୍ଟଟା ଅଧିକ ଆସେ। ଟିକେ ଖାଲି ଆଣିବ, ଚାଲ ଖାଇଦେବା ଆଜି ଟେଷ୍ଟ କରିବା। ଟିକେ ବାଇଗଣ ପୋଡ଼ା ଟେଷ୍ଟଟା ବଢ଼ିଆ ଅଛି। ପାଣି ଦେବ, ବାଇଗଣ ପୋଡ଼ାଟା କେମିତି ଅଛି? ସେ ବାଇଗଣ ପୋଡ଼ା ଖାଇଛି, ମୁଁ କିନ୍ତୁ ଖାଇନଥିଲି। ଚାଲ ଖାଇଦେବା, ତାପରେ ଯିବା ଦୋକାନ ଯିବା। ହଁ ଫାଇନାଲ୍ ସାଙ୍ଗମାନେ ଆସିକି ଆମେ ଦୋକାନରେ ପହଞ୍ଚି ଗଲୁଣି। ତ ଦେଖିଦିଅନ୍ତୁ ଟିକେ ଦୋକାନରେ ବସି ନାହିଁ ନା ଫିଲ୍ମ ଦେଖୁଥିଲି ହେଲା। ତ ଚାଲ ଟିକେ ରେଷ୍ଟ ନେଇଯିବା, ତାପରେ ପୁଣି ଦେଖିବା ଆଉ। 7:30 ପରିକା ହେଲାଣି, ଦେଖିଦେଉଛି କେତେଟା ହେଇଛି। ହଁ 7:30 ହେଇଛି, ମାନେ 8ଟା ହେବ ଆଉ 10-15 ମିନିଟ୍ ଅଛି। ତ ସାଙ୍ଗମାନେ ମୁଁ ଯେଉଁ ରେଲୱେ ଷ୍ଟେସନ୍ ଯାଇଥିଲି, ମୁଁ କାହାକୁ ଆଣିବା ପାଇଁ ଯାଇଥିଲି ବୋଲି କହିଥିଲି, କିନ୍ତୁ ମୁଁ ଯାଇକି ପହଞ୍ଚିଲା ବେଳକୁ ଅଲରେଡ଼ି ସେ ପଳେଇ ଆସିଥିଲେ ହେଲା। ତ ଆସିଥିଲେ, ଆମେ ଯେଉଁ ଯାଇଥିଲୁ ରେଲୱେ ଷ୍ଟେସନ୍, ସେଇଠୁ ମୁଁ ମୁଁ କହିଥିଲି ଯାଇକି ଟ୍ରେନ୍ ଭିତରେ ତୁମମାନଙ୍କୁ ଦେଖେଇ ବୋଲି, ତାର କେମିତି କ'ଣ ସବୁ ଅଛି, କିନ୍ତୁ ମୁଁ ଦେଖେଇ ନଥିଲି। କାହିଁକିନା ଆମର ଯେଉଁ ରେଲୱେ ଷ୍ଟେସନ୍ରେ ଯେଉଁ TTI ଆଉ ପୋଲିସ ମାନେ ସବୁ ଥାଆନ୍ତି ନା, ତ ଏବେ ସବୁ ରୁଲ୍ ମାନେ ସବୁ ଚେଞ୍ଜ ହେଇଗଲାଣି। ଆଗରୁ ଆମେ ଯାଉଥିଲେ ଭିଡ଼ିଓ ବନେଇକି ପଳେଇ ଆସୁଥିଲେ ରେଲୱେ ଷ୍ଟେସନ୍ ହଉ କି ଟ୍ରେନ୍ରେ ବି ହଉ, କିନ୍ତୁ ଏବେ ଆଉ ସେସବୁ ନାହିଁ। ସେସବୁ କରିବା ମାନେ ଫାଇନ୍ କ'ଣ ନେଉଛନ୍ତି। ସେ ଆମେ ଯାଉଥିଲୁ ଜଷ୍ଟ ସେ ଯେଉଁ ସେଡ଼ି ପାଖରେ ତ ଭିଡ଼ିଓ ହେଇଥିଲା, ସେ ସେଡ଼ି ପାଖରୁ ହିଁ ଓହ୍ଲେଇଛି, ତଳକୁ ଓହ୍ଲାଉଥିଲୁ। ସେ ସାର୍ ଜଣକ ଆସିଥିଲେ, ସେ ଯେଉଁ ପୋଲିସ ଯେଉଁ ଥିଲେ ତାଙ୍କର ସେଠି TTI, ସେ କହିଲେ ନାଇଁ ଭିତରେ ଭିଡ଼ିଓ କରିହେବନି, କି ଷ୍ଟେସନ୍ରେ ବି ସେମିତି କିଛି ଭିଡ଼ିଓ ଆଉ କରିବାକୁ ଦିଆଯାଉନି, ତ ଏଠି ଭିଡ଼ିଓ କରିବନି। ତ ତାପରେ ଆମର ଯେଉଁ ଏବେ ଯେଉଁ ଅଛି ସବୁ ସିଷ୍ଟମ୍ ହେଇଗଲାଣି। ଆଗରୁ ଆମେ ଯେଉଁ ନିଶା ଜିନିଷ ଯେଉଁ ସେ ଗଞ୍ଜେଇ ହଉ, ଡ୍ରଗ୍ସ ହଉ, ମଦ ଫଦ ଯାହା ବି ଧରିକି ବ୍ୟାଗ୍ ଭିତରେ ପଳଉଥିଲେ, ତ ଏବେ ଆଉ ସେଇଟା ନାହିଁ। ଏବେ ପୁରା ବିଶ୍ୱାସ କରିବେନି 3-4 4 ଲେଖା ଚେକିଂ ଚାଲିଛି। ତୁମେ ଫାଷ୍ଟ ପଶିବ ଭିତରକୁ, ଫାଷ୍ଟ ଆମର ବ୍ୟାଗ୍ ସବୁ ମେସିନ୍ରେ ରଖିବ। ମେସିନ୍ରେ ରଖି ସାରିଲା ପରେ ତାକୁ ନିଜେ ତୁମର ଯେଉଁ ବ୍ୟାଡ଼ମିଣ୍ଟନ୍ ଟାଇପ୍ର ଆପଣ ଯେଉଁ ଚେକିଂ ସବୁ କାମ କରିବ, ଆପଣ ଦେଖିଥିବେ ବୋଧେ, ସେଇଟାରେ ଚେକିଂ ହେବ। ତାପରେ ଯାଇକି ଆପଣ ଭିତରକୁ ପଶିବେ, ଭିତରକୁ ପଶିଲା ପରେ ସେଠି ପୁଣି TTI ଚେକିଂ କରିବ। ତାର ବ୍ୟାଗ୍ ବି ବେଳେବେଳେ ଖୋଲିକି ବି ଦେଖୁଛନ୍ତି ବୋଲି କହିଲେ। ମୁଁ ବି ଜଣେ ଭାଇ ଯେଉଁ ଆସିଥିଲେ, ସିଏ ବି କହୁଥିଲେ। ତ ଏମିତି ସବୁ ହେଇଯାଇଛି। ତ ଯେଉଁମାନେ ସବୁ ନେଇକି ଆଗରୁ ବାହାରକୁ ଯେଉଁମାନେ ଯାଉଥିଲେ, ଯେଉଁ ଆମର ଭୋଟକା ନେଇକି ପଳାଉଥିଲେ, ସେମିତି ଆଉ ନେଇକିନା ଜମା ବି ଯିବନି। ଫସିଯିବ ଯଦି ଫାଇନ୍କୁ ଫାଇନ୍ ଦେବ, ତ ହଇରାଣ ବି ହେବ, ଜେଲ୍ ବି ଯିବ। କାହିଁ ଏତେ ଟେନସନ୍ ନେବ, ନେବାଟା ହିଁ ଭଲ। ତ ଯେଉଁମାନେ ବି ଯାଉଛନ୍ତି କି କୁଆଡ଼େ ଟ୍ରେନ୍ରେ, ତ ସେମିତି କିଛି ନେବେନି ହେଲା। ତ ସନ୍ଧ୍ୟା ହେଇଗଲାଣି, ଭିଡ଼ିଓଟାକୁ ପୁଣି ଏଡ଼ିଟ୍ ତ ଆମର ସେମିତି ହେଉନି, ଖାଲି ଟିକେ ଯାହା କେଉଁଠି କ'ଣ ହେଉଛି ସେଇଟା କରିବାକୁ ପଡ଼ୁଛି। ସେମିତି କିଛି ଏଡ଼ିଟ୍ ମୋ ଭିଡ଼ିଓରେ ଦେଖିବାକୁ ପାଇବେନି। ଚାଲନ୍ତୁ ଭିଡ଼ିଓ ଟିକେ କେମିତି କ'ଣ ଲାଗିଲା ଟିକେ କମେଣ୍ଟ କରି କହିବେ। ଆଉ ଦୟାକରି କହୁଛି, ଟ୍ରେନ୍କୁ ଯେଉଁମାନେ ବି ଯାଉଛନ୍ତି କିଛି ନିଶା ଦ୍ରବ୍ୟ ନେଇକି ଯିବେନି। ଯିବେ ତ ଆପଣମାନେ ହଇରାଣ ହେବେ। ମୁଁ ତ ଖାଲି କହିବା କଥା କହିଥିଲି ଆପଣଙ୍କୁ ହେଲା। ବହୁତ ଲୋକ ଜାଣିନଥିବେ, ଜଣେଇଦେଲି ଖାଲି, ଦେଖିଲେ ନିଶ୍ଚୟ ଜାଣିପାରିବେ। ଗଲେ ବି ଯେ ମୁଁ ସତ କହୁଛି ମିଛ କହୁଛି, ଆପଣମାନେ ଦେଖିବେ ଷ୍ଟେସନ୍ରେ ହେଲା। ଯେଉଁମାନେ ବାହାରକୁ ଟିକେ ଦୂର ଜାଗା ଯାଉଛନ୍ତି, ଆମ ଘର ପାଖରୁ ଯାଉଛନ୍ତି, ସେମିତି ହୁଏତ କରୁନଥିବେ, ସେଇଟା ମୁଁ ଜାଣିନି। କିନ୍ତୁ ଦୂରକୁ ଯେଉଁମାନେ ଯାଉଛନ୍ତି, ବାହାରକୁ ଧର ଇଣ୍ଡିଆ ବାହାରକୁ ଯାଉଛନ୍ତି, ସେମାନଙ୍କ ପାଇଁ କହିଦେଲି ହେଲା। ତ ଭିଡ଼ିଓଟି କ'ଣ ନେଲେ ଟିକେ କହିଦେବେ, ଆଉ ଚ୍ୟାନେଲ୍କୁ ଟିକେ ସବସ୍କ୍ରାଇବ୍ କରିଦେବେ। ଦେଖୁଛନ୍ତି ମୁଁ ସବସ୍କ୍ରାଇବ୍ କରୁନାହାନ୍ତି, ସବସ୍କ୍ରାଇବ୍ ଟିକେ କରିଦେବେ। ତ ଆଜି ଆମେ ରହୁଛୁ, ପୁଣି ଆଉ ଗୋଟେ ଭିଡ଼ିଓରେ ଦେଖାଯିବ। କାଲି ପୁଣି ଆଉ ଗୋଟେ ଭିଡ଼ିଓରେ